এই নୂଆ ବର୍ଷରେ ରାସନ କାର୍ଡରେ 5ଟି ନୂଆ ନିୟମ ଲାଗୁ ହେବା ପାଇଁ ଯାଉଛି। ଏକ ନମ୍ବର ରହିଛି ଆପଣଙ୍କର ରାସନ କାର୍ଡର ଯୋଉ ଇ କିଆସି ରହିଛି, ଇ କିଆସିର ଅବଧିକୁ ସରକାରଙ୍କ ତରଫରୁ 2 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଆପଣଙ୍କର ଡିସେମ୍ବର 31 ତାରିଖ ୟାର ଅବଧି ରହିଥିଲା, ଏବେ କିନ୍ତୁ ସରକାରଙ୍କ ତରଫରୁ ଆଉ 2 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। 2 ନମ୍ବର ଦେଖନ୍ତୁ, ସରକାରଙ୍କ ତରଫରୁ ୱାନ୍ ନେସନ ୱାନ୍ ରାସନ କାର୍ଡର ନିୟମଟିକୁ ଲାଗୁ କରାଯାଇଛି। ଆପଣ ଚାହିଁଲେ ଦେଶର ଯେକୌଣସି ଜାଗାରେ ରାସନ କାର୍ଡ ମାଧ୍ୟମରେ ରାସନ ସାମଗ୍ରୀ ପାଇପାରିବେ। 3 ନମ୍ବର ରହିଛି ସରକାରଙ୍କ ତରଫରୁ ମେରା ରାସନ ଆପ୍ଲିକେସନ ଲଞ୍ଚ କରାଯାଇଛି। ଆପଣ ଯାହାକି ଘରେ ବସିକି ରାସନ କାର୍ଡ ରିଲେଟେଡ୍ କାମଟିକୁ କରିପାରିବେ। ଆପଣ ନୂଆ ମେମ୍ବରକୁ ଏଡ୍ କରିପାରିବେ, ଆପଣ ରାସନ କାର୍ଡଟିକୁ ଡାଉନଲୋଡ କରିପାରିବେ। କହିବାକୁ ଗଲେ ରାସନ କାର୍ଡ ରିଲେଟେଡ୍ ସବୁ କାମ ଯାହାକି ମେରା ରାସନ ଆପ୍ଲିକେସନ ମାଧ୍ୟମରେ ଆପଣ ସବୁକିଛି କରିପାରିବେ। 4 ନମ୍ବର ଦେଖନ୍ତୁ, ସରକାରଙ୍କ ତରଫରୁ ଏହି ନୂଆ ବର୍ଷରେ ନୂଆ ରାସନ କାର୍ଡ ମଧ୍ୟ ଦିଆଯିବ। ଯେଉଁମାନେ ରାସନ କାର୍ଡ ପାଇବା ପାଇଁ ଆପଣଙ୍କର ଆବେଦନ କରୁଛନ୍ତି ସେମାନଙ୍କୁ ଯାହାକି ସରକାରଙ୍କ ତରଫରୁ ଏହି ନୂଆ ବର୍ଷରେ ନୂଆ ରାସନ କାର୍ଡ ମଧ୍ୟ ଦିଆଯିବ ବୋଲି ମାନ୍ୟବର ମନ୍ତ୍ରୀ ଯାହାକି ପୂର୍ବରୁ ମଧ୍ୟ ଘୋଷଣା କରିଛନ୍ତି। ତାପରେ ଦେଖନ୍ତୁ, ଆପଣଙ୍କର 5 ନମ୍ବର ରହିଛି ସରକାରଙ୍କ ତରଫରୁ ଯୋଉ ପ୍ରତ୍ୟେକ ମାସରେ ଆପଣଙ୍କୁ ରାସନ କାର୍ଡ ମାଧ୍ୟମରେ 5 କେଜି ଲେଖାଏଁ ଚାଉଳ ଦିଆଯାଉଛି। ଆପଣଙ୍କୁ ସରକାରଙ୍କ ତରଫରୁ ଏହି ନୂଆ ବର୍ଷରେ 10 କେଜି ଲେଖା ଚାଉଳ ମିଳିପାରେ ବୋଲି କୁହାଯାଉଛି, ଯାହାକି ପୂର୍ବରୁ ମାନ୍ୟବର ମନ୍ତ୍ରୀ ମଧ୍ୟ ଏ ନେଇ ସୂଚନା ଦେଇଥିଲେ। ଯାହାକି ଏବେଠାରୁ ଯାହାକି ଆଶା କରାଯାଉଛି ଆପଣମାନେ ଏହି ନୂଆ ବର୍ଷରେ 5 କେଜି ବଦଳରେ ହୁଏତ 10 କେଜି ଲେଖା ଚାଉଳ ପାଇପାରନ୍ତି।